ପ୍ରେମର ସୁଅ। ତେଣୁ ଏଇଠି ଗୋଟିଏ କଥା ଆପଣ ଦେଖିବେ, ଏଇ ଯୋଉ ସୁନା କଥାରେ ସୁନା କଣ ହୁଏ ନା ସୁନା ବାସନା ଏବଂ ମାନେ ମହାପ୍ରଭୁଙ୍କର ଗୋଟେ କଥା, ସୁନା କହିଲେ ଆମେ ବୁଝିବା କଣ ନା ସୁନା ହଉଛି ବାସନା ଏବଂ ଗନ୍ଧହୀନ ପଦାର୍ଥ। ମହାପ୍ରଭୁ ବଡ ସିଙ୍ଗାରରେ ସୁନା ବେଶ ହେଇପାରନ୍ତି, କିନ୍ତୁ ବଡ ସିଙ୍ଗାରରେ ମହାପ୍ରଭୁ ଫୁଲରେ କାହିଁ ବେଶ ହଉଛନ୍ତି ନା ଏଇଥିପାଇଁ ବେଶ ହଉଛନ୍ତି ସୁବର୍ଣ୍ଣର ବାସ୍ନା ନାହିଁ। ଆପଣ ଦେଖୁଛନ୍ତି ଏଠି ସୁନା ରୂପାର ଶଙ୍ଖ ଏବଂ ସୁନାର ଚକ୍ର ହାତରେ ଧାରଣ କରିବେ, ରୂପାର ଶଙ୍ଖକୁ ଧରିବେ, ସୁନାର ଚକ୍ରକୁ ଧରିବେ, ଶଙ୍ଖ ଚକ୍ର। ଆଉ ମହାପ୍ରଭୁ ଗଦା ପଦ୍ମଟି କାହିଁ ଛାଡ଼ିଲ, ତମେ ତ ଜାଣିକି ଚତୁର୍ଭୁଜ ହେଇଥାନ୍ତ। ଚୁପ୍, ବେଶୀ କଥା କହୁଛି, ଯାହା କହିବା କଥା କହ। ଖାଲି ମୁଁ କଣ କରିବି ଜବରଦସ୍ତି ଧରିବ ନା ସେ କଥା ନୁହଁ। ବାସ୍ତବରେ ଜୀବ ମାତ୍ରେକେ ଭୁଲ, ମଣିଷ ମାତ୍ରେକେ ଭୁଲ, ମଣିଷ ମାତ୍ରେକେ ପତିତ। ଆଉ ମହାପ୍ରଭୁ ହଉଛନ୍ତି ଉଦ୍ଧାରକର୍ତ୍ତା, ସେ ପାବନ। ତେଣୁ ତାଙ୍କର ଅନ୍ୟ ନାମ ପତିତ ପାବନ। ତେଣୁ ସୁନା ଗୋଟିଏ ଗନ୍ଧହୀନ ପଦାର୍ଥ ବା ବାସନାଯୁକ୍ତ ପଦାର୍ଥ ହେଲା ବେଳକୁ ୟାର ଅନ୍ତଃକରଣ ପ୍ରଭୁଙ୍କ ଦୟାରୁ ବେଶ କାଟିବା। ସୁନାଠାରୁ ଭଳି ସୁନ୍ଦର କେହି ଦୁନିଆରେ ନାହାନ୍ତି, ଭାରି ସୁନ୍ଦର ସେ, ଏବଂ ସେ ଆଭାମାନ କାନ୍ତିଯୁକ୍ତ। ମହାପ୍ରଭୁ ଜୀବର ଅନ୍ତଃକରଣକୁ, ଯେହେତୁ ମହାପ୍ରଭୁ ଚିତ୍ତର ଦେବତା, ତେଣୁ ସୁନା ଭଳି କଳଙ୍କ ରହିତ ବା